যদি প্রবচন করি বর্ষরে অন্তত 2টি লোকের পরিবর্তন হুয়ে তাহলে প্রবচন সার্থকতা আছে, নচেত এক মনোরঞ্জন ধর্মী কার্যক্রমের আবশ্যকতা নাই। তেণু আজির এ পিলামানଙ୍କର অবস্থা এয়া, যাহাକୁ ଆପଣ ମାନେ ହିଁ ଦାୟୀ, ବାପ ମା ମାନେ ହଉଛନ୍ତି ଦାୟୀ। କାରଣ ମଦର ଇଜ ଦ ଫାର୍ଷ୍ଟ ଟିଚର ଅଫ ଏ ଚାଇଲ୍ଡ। ମା ଯଦି ବସି ଘରେ ସିରିଏଲ ଦେଖେ ତା ପିଲାଟା କଣ ସଂସ୍କାରିତ ହବ? ମା ଯଦି ବସି ଘରର ଅନ୍ୟ କଥା ଆଳିମାରିକା କଥା ଗପିବ ପରିବାରର, ତା ପିଲାକୁ ଭାଗବତ ଶିଖାଇଲା ନାହିଁ, ତା ପିଲାକୁ ଗୀତା ଶିଖାଇଲା ନାହିଁ, ତା ପିଲାକୁ ମୁଣ୍ଡିଆ ମାରିବା ଶିଖାଇଲା ନାହିଁ, ତା ପିଲାକୁ ସମ୍ମାନ ଦେବା ଶିଖାଇଲା ନାହିଁ, ତା ପିଲା ଯାଉଛି ସାର୍ ନମସ୍କାର। ଇଏ ହଉଛି ସନାତନ ଧର୍ମର ଆର୍ଯ୍ୟାବର୍ତ୍ତର ପିଲାର ଆମର ଦାୟତ ମାନଙ୍କର କଥା। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଦୁଃଖ ଲାଗେ। ଯୁବକ ବନ୍ଧୁ ପଥଭ୍ରଷ୍ଟ, ନୀତିଭ୍ରଷ୍ଟ, ଆମେ ସମସ୍ତେ ଏକ ଭ୍ରଷ୍ଟମୁଖୀ ଅବସ୍ଥାକୁ ଧୀରେ ଧୀରେ ଗତି କରୁଛେ। ଆଧୁନିକତାର ବିଜ୍ଞାନର ଚରମ ଶୀର୍ଷରେ ପହଞ୍ଚିଥିବା ମଣିଷଟା ଆଜି ଏ ଅବସ୍ଥାକୁ ଚାଲି ଆସିଛି।